जय श्री राम। नमस्कार बंधुगण। मलकंटक बा पाइल्स काहींकी हुए, एहार लक्षण सबू कौन कौन एवं एहार घरोई उपचार कौन, आज आम एई भिडियो रे संपूर्ण विषय रे जानिबा। प्रथमे जानिबा मलकंटक। मलकंटक हेउची मलद्वार भितरे किंबा बाहरे थिबा शिरा गुड़िक फुली जिबार अवस्था। एथिरे वेदना एवं रक्तस्राव ଓ ଅସୁବିଧା ହୋଇପାରେ। ମଳକଣ୍ଟକ କାହିଁକି ହୁଏ? ଦୀର୍ଘ ସମୟ ଧରି କୋଷ୍ଠକାଠିନ୍ୟ ରହିବା, ମଳତ୍ୟାଗ ବେଳେ ଅଧିକ ଜୋର ଲଗାଇବା, କମ୍ ପାଣି ପିଇବା, କମ୍ ଫାଇବର ଯୁକ୍ତ ଖାଦ୍ୟ ଖାଇବା, ଅଧିକ ସମୟ ବସି ରହିବା, ମୋଟାପଣ ଏବଂ ଗର୍ଭାବସ୍ଥା ମହିଳାମାନଙ୍କର, ଏହି ସବୁ କାରଣ ପାଇଁ ମଳକଣ୍ଟକ ହୋଇଥାଏ। ଏବେ ଜାଣିବା ଲକ୍ଷଣ। ମଳତ୍ୟାଗ ବେଳେ ତାଜା ବା ଲାଲ ରକ୍ତ ପଡ଼ିବା, ମଳଦ୍ୱାରରେ ବେଦନା କିମ୍ବା ଜ୍ୱଳନ, ମଳଦ୍ୱାର କୁଣ୍ଡେଇ ହେବା ଏବଂ ମଳଦ୍ୱାର ପାଖରେ ଗାଣ୍ଠି ଭଳି ଅନୁଭବ କରିବା, ବସିବାରେ ଅସୁବିଧା, ଏହି ସବୁ ପ୍ରାଥମିକ ଲକ୍ଷଣ ମଳକଣ୍ଟକର ହୋଇଥାଏ। ମଳକଣ୍ଟକରୁ ରକ୍ଷା କରିବା ପାଇଁ ଘରୋଇ ମନ୍ତ୍ର। ପ୍ରତିଦିନ 3 ରୁ 4 ଲିଟର ପାଣି ପିଅନ୍ତୁ। ଶାଗ, ପନିପରିବା, ଫଳ, ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଧିକ ମସଲା ଯୁକ୍ତ ତେଲ ଖାଦ୍ୟ ଖାଆନ୍ତୁ ନାହିଁ। କୋଷ୍ଠକାଠିନ୍ୟ ହେବାକୁ ଦିଅନ୍ତୁ ନାହିଁ। ପ୍ରତିଦିନ ବ୍ୟାୟାମ କରନ୍ତୁ। ସମାନ ଭାବରେ ରୁହନ୍ତୁ। ସଫାସୁତୁରା ଭାବରେ ରୁହନ୍ତୁ। ଏବେ ଜାଣିବା ଘରୋଇ ଉପଚାର ବିଷୟରେ। ଲଙ୍ଗଲଙ୍ଗଳିଆ ମୂଳ ଓ କନ୍ଦା ବାଟି ଲଗାଇଲେ ଭଲ ହୋଇଥାଏ। ଲଙ୍ଗଲଙ୍ଗଳିଆ ଚିହ୍ନିବା କେମିତି? ଲଙ୍ଗଲଙ୍ଗଳିଆ ଗୋଟିଏ ଲତା, ବାଉଁଶ ପତ୍ର ପରି ପତ୍ର। ହାତରେ 5ଟି ଆଙ୍ଗୁଳି ଅଧମୁଠା କଲେ ଯେପରି ଆକାର, ତାହାର ଫୁଲ ସେହିପରି ହୋଇଥାଏ। ଫୁଲର ରଙ୍ଗ ନାଲି ଏବଂ ହଳଦିଆ ମିଶା। ଏହାର ମୂଳରେ ଅଦା ପରି କନ୍ଦ ଥାଏ। ଖରାଦିନେ ଗଛ ମରି ମାଟିରେ କନ୍ଦା ରହିଥାଏ। ବର ଓହଳ ଅଗି 4 ଖଣ୍ଡ ସହ 4ଟି ଲବଙ୍ଗ କ୍ଷୀର ଦେଇ ବାଟିବେ। 7 ଦିନ ପର୍ଯ୍ୟନ୍ତ ଏହିପରି ପିଇଲେ ମଧ୍ୟ ଭଲ ହୋଇଥାଏ। ରଙ୍ଗବାଣ ଗଛର ମଞ୍ଜି ଘରି ମଳକଣ୍ଟକରେ ଲଗାଇବେ। ପଦ୍ମ ପତ୍ରରେ ମହୁ ଏବଂ ଘିଅ ଲଗାଇ ନିଆଁରେ ଉଷୁମ କରି ମଳଦ୍ୱାରରେ ସେକ ଦେଇ ଗୋଟିଏ ପଦ୍ମପତ୍ର ଲେଙ୍କୁଟି ମାରିବେ। ଏହିପରି 4-5 ଦିନ ପର୍ଯ୍ୟନ୍ତ 2 ବେଳା କରିବାକୁ ପଡ଼ିଥାଏ। ମଲ୍ଲି ପତ୍ରକୁ ଚାଉଳ ଧୁଆ ପାଣିରେ ବାଟି ଲେପ ମଧ୍ୟ ଦେଇପାରିବେ। ଚିତାପାରୁ ଗଛର ଚେର ଚୂର୍ଣ୍ଣ 1 ଗ୍ରାମ ଓଜନ ଦହି ସହିତ ଖାଇଲେ ମଳକଣ୍ଟକ ମଧ୍ୟ ଭଲ କରିଥାଏ। ରୋଗ ଭଲ ହେବା ପର୍ଯ୍ୟନ୍ତ ଏହାକୁ ଖାଇବେ। 3 ଗ୍ରାମ ଓଜନର ଅକାନବିନ୍ଧି ଚେର ଏବଂ ସମ ପରିମାଣର ଶୁଣ୍ଠି ମିଶାଇ ଖାଇଲେ ମଧ୍ୟ ବେଦନା ଭଲ ହୋଇଥାଏ। ଏହିପରି ଆୟୁର୍ବେଦିକ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚୟ କରନ୍ତୁ ଏବଂ ନିଜର ମତାମତ କମେଣ୍ଟ କରି ନିହାତି